ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ତୁମ ଚତୁର୍ଥ ଶ୍ରେଣୀ ଗଣିତ କୌକ ପୁସ୍ତକର ପାଠ 2 କୋଣର ବିଭାଗୀକରଣ କରିବା ଯେଉଁ ବିଷୟଟି ଅଛି ସେ ବିଷୟଟିକୁ ଆଲୋଚନା କରିବା। ପ୍ରଥମେ ଆମେ କୋଣ ଓ ଏହାର ବିଭାଗୀକରଣ ବିଷୟଟିକୁ ପଢ଼ିବା। ପିଲାମାନେ ଏ ପାଠଟିକୁ ପଢ଼ିବା ପୂର୍ବରୁ ତୁମମାନଙ୍କୁ ମୁଁ ଗୋଟିଏ କଥା କହିଦେଉଛି ଯେ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଇକ୍ କରିଦିଅ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ। ଠିକ୍ ଅଛି। ଏବେ ତାହେଲେ ଆମେ ପଢ଼ିବା କୋଣର ବିଭାଗୀକରଣ। ତୁମେ ପିଲେ ଜାଣିଥିବ ଆଗରୁ ଆମେ ରେଖାଖଣ୍ଡ ବିଷୟରେ ପଢ଼ି ସାରିଛନ୍ତି ଏବଂ ଆଜି ଆମେ ରେଖାଖଣ୍ଡକୁ ନେଇ କୋଣ କିପରି ସୃଷ୍ଟି ହୁଏ ସେ ବିଷୟରେ ଦେଖିବା। ଏଠି ତୁମେ ଦେଖ ଆୟେଶା ତୁମ ବୟସର ଝିଅଟିଏ ଦିନେ ଦିଆସିଲି ବାକ୍ସରୁ ଦିଆସିଲି କାଠି ଗୁଡ଼ିକୁ ନେଇ ସଜାଇ ବିଭିନ୍ନ ଆକୃତି ତିଆରି କରୁଥିଲା। ସେ 6 ଖଣ୍ଡ ଦିଆସିଲି କାଠିକୁ ସଜାଇ ତଳ ଆକୃତିଟି ପାଇଲା। ଆମେ ଦିଆସିଲି କାଠିକୁ ମଧ୍ୟ ନେଇ ଏହିପରି ଆକୃତି ବନେଇ ପାରିବା। ଦେଖ କେମିତି ବନାଯାଉଛି। ଏବେ ପିଲାମାନେ ଦେଖ ମୁଁ 6ଟି ଦିଆସିଲି କାଠିକୁ ନେଇ ଗୋଟିଏ ଷଡ଼ଭୁଜାକାର କ୍ଷେତ୍ର ବନେଇଛି। ତ ଏଇଠି ଦେଖୁଛ ପିଲେ ଏଇ ଯେଉଁ ଦିଆସିଲି କାଠି ଏଇ ଦିଆସିଲି କାଠି ମଝିରେ ଗୋଟିଏ କୋଣ ସୃଷ୍ଟି ହେଇଛି। এইଠି ମଧ୍ୟ ଗୋଟେ 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 କୋଣ ସୃଷ୍ଟି ହୋଇଛି ଏବଂ এইଠି ମଧ୍ୟ ଗୋଟେ କୋଣ ସୃଷ୍ଟି ହୋଇଛି। ତ ପିଲେ ଦୁଇଟି ଦେଖ ଦିଆସିଲି କାଠିକୁ ନେଇ ଗୋଟିଏ କୋଣ ହେଲା। ତମେ ଏହିପରି ଭାବରେ 3 ଗୋଟି 4 ଗୋଟି ବା 5 ଗୋଟି କାଠି ନେଇକିନା ମଧ୍ୟ ବିଭିନ୍ନ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିବ ଏବଂ କୋଣ ନିଜେ ତିଆରି କରିପାରିବ। ଦୁଇଟି ଦିଆସିଲି କାଠିକୁ ନେଇ ଗୋଟିଏ ମୁଁ ଦେଖ କୋଣ ସୃଷ୍ଟି କରିଛି ବା କୋଣ ତିଆରି କରିଦେଇଛି। ଦେଖିପାରୁଛ। ତ ଏଇ କୋଣଟି ଦେଖ ସମ୍ପୂର୍ଣ୍ଣ ରୂପେ ତୁମର ଏଲ୍ ପରି ଦେଖାଯାଉଛି। ଇଂରାଜୀ ଅକ୍ଷର ଏଲ୍ ପରି ଦେଖାଯାଉଛି। ତ ଏଇପରି ଯଦି ଏଲ୍ ପରି ଆମର ଇଂରାଜୀ ଅକ୍ଷରଟି ହେଇଥାଏ ବା କୋଣଟି ହେଇଥାଏ ଏଇଠି ଯେଉଁ କୋଣଟି ସୃଷ୍ଟି ହେଉଛି ଦେଖିପାରୁଛ। ତ ଏଇଭଳି କୋଣକୁ ଆମର ସମକୋଣ ବୋଲି କୁହାଯାଏ। ତ ଏଇଭଳି ଆମେ ସମକୋଣ ଅଲଗା ପ୍ରକାର ମଧ୍ୟ କରିପାରିବା। ଦେଖ ପିଲେ ଏମିତି ବି କୋଣ ଆମେ କରିପାରିବା। ଇଏ ମଧ୍ୟ ଗୋଟିଏ ସମକୋଣ। ଆଉ କେମିତି କରିପାରିବା? ଏମିତି ବି ଆମେ କୋଣ କରିପାରିବା। ଇଏ ମଧ୍ୟ ଗୋଟେ ସମକୋଣ। ଆଉ କେମିତି କରିପାରିବା? ଏମିତି ମଧ୍ୟ କୋଣ ଆମେ କରିପାରିବା। ଇଏ ମଧ୍ୟ ଗୋଟେ ସମକୋଣ। ଏଥିରୁ ଆମେ ଜାଣିପାରିଲେ ତାହେଲେ କ'ଣ ଯେ ଯେଉଁ କୋଣର ପରିମାଣ 90 ଡିଗ୍ରୀ ହେଇଥାଏ ତାହାକୁ ଆମର ସମକୋଣ କୁହାଯାଏ। ତାହେଲେ ପିଲେ କୋଣର ପରିମାଣ ମାପିବା ପାଇଁ ଆମେ ଡିଗ୍ରୀ ଏକକ ପ୍ରକାଶ କରୁ। ଏଇଟିକୁ ଦେଖ ପିଲେ ଶୂନ ଛୋଟ ଶୂନଟିଏ ଦିଆହେଇଛି ନା। ତ ତାକୁ ଆମର ଡିଗ୍ରୀ ବୋଲି କୁହାଯାଏ। 90 ଡିଗ୍ରୀ 90 ଡିଗ୍ରୀ। ତ ଏଇଟାକୁ ଆମର ଡିଗ୍ରୀ ବୋଲି କୁହାଯାଏ। ମନେ ରଖ। ତ କୋଣ ମାପିବା ପାଇଁ ଡିଗ୍ରୀ ଏକକ ବ୍ୟବହାର କରାଯାଏ। ତେଣୁ ଯେଉଁ କୋଣର ପରିମାଣ 90 ଡିଗ୍ରୀ ହେବ ସେଇ କୋଣଟିକୁ ଆମେ ସମକୋଣ ବୋଲି କହିବା। ତୁମର ବହିକୁ ବର୍ତ୍ତମାନ ଦେଖିବ। ଏଇଠି ପିଲେ ଦେଖ ଇଏ ମଧ୍ୟ ଆମର ଏଲ୍ ପରି ଅଛି। କାଠିରେ ଯେମିତି ଆମେ କରିଥିଲେ ଇଏ ମଧ୍ୟ ସମକୋଣ। ଇଏ ମଧ୍ୟ ସମକୋଣ। ଏ କୋଣର ପରିମାଣ ବି 90 ଡିଗ୍ରୀ। এই କୋଣର ପରିମାଣ ବି 90 ଡିଗ୍ରୀ। ତେଣୁ ଇଏ ମଧ୍ୟ ଗୋଟେ ସମକୋଣ। এই କୋଣର ପରିମାଣ ମଧ୍ୟ 90 ଡିଗ୍ରୀ। ତେଣୁ ଇଏ ମଧ୍ୟ ଗୋଟିଏ ସମକୋଣ। ତ ବୁଝିପାରିଲ ସମକୋଣ ପିଲେ କହିଲେ କ'ଣ? ସମକୋଣ କହିଲେ କ'ଣ ନା ଯେଉଁ କୋଣର ପରିମାଣ 90 ଡିଗ୍ରୀ ମନେ ରଖ ଯେଉଁ କୋଣର ପରିମାଣ 90 ଡିଗ୍ରୀ ତାହାକୁ ସମକୋଣ କୁହାଯାଏ। ପିଲାମାନେ କହିଲ ଏଇ ଦୁଇଟି ଦିଆସିଲି କାଠି ମଧ୍ୟରେ କେତେ ଡିଗ୍ରୀ କୋଣ ହେଇଛି? ହଁ 90 ଡିଗ୍ରୀ ଅର୍ଥାତ୍ ଇଏ ସମକୋଣ। ବର୍ତ୍ତମାନ ଦେଖ ପିଲେ ଏଇ ଦିଆସିଲି କାଠି ଦୁଇଟିକୁ ମୁଁ ଟିକେ କମେଇ ଦେଉଛି କୋଣଟିକୁ। କୋଣର ପରିମାଣ ଦେଖ କମିଗଲା। 90 ଡିଗ୍ରୀ କମିଲା ନା। 90 ଡିଗ୍ରୀ ଏମିତି କମିଗଲା। 90 ଡିଗ୍ରୀ ଏମିତି କମିଗଲେ ତାହାକୁ ଆମର ସୂକ୍ଷ୍ମ କୋଣ ବୋଲି କୁହାଯାଏ। କି କୋଣ? ସୂକ୍ଷ୍ମ କୋଣ। 90 ଡିଗ୍ରୀରୁ ଏମିତି କମିଗଲେ ସୂକ୍ଷ୍ମ କୋଣ ବୋଲି କୁହାଯାଏ। ଏ ଚିତ୍ରକୁ ତୁମର ଭଲ ଭାବରେ ଦେଖ। ଇଏ ମଧ୍ୟ 90 ଡିଗ୍ରୀରୁ କମିଯାଇଛି। ତେଣୁ ଇଏ ମଧ୍ୟ ସୂକ୍ଷ୍ମ କୋଣ। ଏଇ କୋଣର ପରିମାଣ ମଧ୍ୟ 90 ଡିଗ୍ରୀରୁ କମ୍। ତେଣୁ ଆକୁ ମଧ୍ୟ ସୂକ୍ଷ୍ମ କୋଣ କହିବା। ଏଇ କୋଣର ପରିମାଣ ମଧ୍ୟ 90 ଡିଗ୍ରୀରୁ କମ୍। ତେଣୁ ଆକୁ ମଧ୍ୟ ସୂକ୍ଷ୍ମ କୋଣ କହିବା। ୟାକୁ ମଧ୍ୟ ସୂକ୍ଷ୍ମ କୋଣ କହିବା। ଆକୁ ମଧ୍ୟ ସୂକ୍ଷ୍ମ କୋଣ ବୋଲି କହିବା। ତେଣୁ ଆମେ ସୂକ୍ଷ୍ମ କୋଣ ବୋଲି କାହାକୁ କହିବା ନା ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ କମ୍ 90 ଡିଗ୍ରୀରୁ କମ୍ ତାହାକୁ ସୂକ୍ଷ୍ମ କୋଣ ବୋଲି କହିବା। ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ କମ୍ ତାହାକୁ ସୂକ୍ଷ୍ମ କୋଣ ବୋଲି କହିବା। ଏବେ ଆମେ ପିଲେ ଦେଖିବା ସ୍ଥୂଳ କୋଣ। ଦେଖ ଆମର ଏମିତି ହେଲେ 90 ଡିଗ୍ରୀ ହେଉଛି। ଆକୁ ଯଦି ବଢ଼େଇ ଦେବା ତାହେଲେ ଇଏ ସ୍ଥୂଳ କୋଣ ହେଇଗଲା।
ଏହିପରି ନିଜେ ଦିଆସିଲି କାଠିରେ ମଧ୍ୟ ସ୍ଥୂଳ କୋଣ ସୂକ୍ଷ୍ମ କୋଣ ସମକୋଣ ନିଜେ ପିଲେ କରିବ। ଠିକ୍ ଅଛି। ତ ପିଲେ ଦେଖ ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ ଅଧିକା, ଇଏ ଦେଖ 90 ଡିଗ୍ରୀରୁ ଅଧିକା ହେଇଗଲା, ତେଣୁ ଇଏ ସ୍ଥୂଳ କୋଣ। ସେହିପରି ଇଏ ମଧ୍ୟ ଅଧିକା ହେଇଯାଇଛି, ତେଣୁ ସ୍ଥୂଳ କୋଣ। 90 ଡିଗ୍ରୀରୁ ଅଧିକା ହେଲେ ସ୍ଥୂଳ କୋଣ। କିନ୍ତୁ ଗୋଟେ କଥା ପିଲା ମନେ ରଖ, 180 ଡିଗ୍ରୀରୁ କମ୍ ହେବା ଦରକାର। 180 ଡିଗ୍ରୀ କ'ଣ? ଟିକେ ମୁଁ ଗାର ଆଗ କାଟି ଦେଖାଇ ଦେଉଛି। ପିଲାମାନେ ଦେଖ, ଯଦି ଆମେ ଏଇଭଳି ଗୋଟିଏ ଗାର ଟାଣୁଛନ୍ତି, ତ ଏଇଠି ଯେଉଁ କୋଣଟି ସୃଷ୍ଟି ହେବ, ଇଏ ହେବ ଆମର 180 ଡିଗ୍ରୀ। କେତେ ଡିଗ୍ରୀ ହେବ? 180 ଡିଗ୍ରୀ ହେବ। ଯଦି ଦିଆସିଲି କାଠିରେ ଆମେ ତାକୁ କରିବା, ଦେଖ ଏ ତିନୋଟି ଦିଆସିଲି କାଠିକୁ ପିଲେ ନଜର ଦିଅ। ଏଇଠି ଗୋଟିଏ ସମକୋଣ ହେଇଛି, এইটি গোটে সমকোণ হয়েছে, অর্থাৎ এই কোণর পরিমাণ 90 ডিগ্রি, এই কোণর পরিমাণ মধ্যে 90 ডিগ্রি। 90 ডিগ্রি 90 ডিগ্রি কেতে ডিগ্রি হল? 180 ডিগ্রি। অর্থাৎ এই টোটালি কোণটা আমার 180 ডিগ্রি। এই কাঠিটিকে যদি আমি উঠাই দেবা, তাহলে এইটি যে কোণটি সৃষ্টি হব, এটা হব 180 ডিগ্রি। তো পিলে স্থূল কোণ মানে 180 ডিগ্রিরু কম হেবা দরকার। কেতে ডিগ্রি কম হেবা দরকার? 180 ডিগ্রিরু কম হেবা দরকার। 90 ডিগ্রিরু অধিক এবং 180 ডিগ্রিরু কম। এই কোণর পরিমাণ মধ্যে পিলে দেখ 90 ডিগ্রিরু অধিক ও 180 ডিগ্রিরু কম। এই কোণর পরিমাণ মধ্যে 90 ডিগ্রিরু অধিক ও 180 ডিগ্রিরু কম। তেণু এই প্রকার কোণকে আমার কুহযাଏ স্থূল কোণ। কোণ কুহযাଏ? স্থূল কোণ। তেণু ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ ଅଧିକ ଓ 180 ଡିଗ୍ରୀରୁ କମ୍, ତାକୁ ସ୍ଥୂଳ କୋଣ ବୋଲି କୁହାଯାଏ। ମନେ ରଖିଲ। ଏବେ ପିଲାମାନେ କହିଲ, ତଳେ ଦିଆଯାଇଥିବା କୋଣଗୁଡ଼ିକ କି ପ୍ରକାରର କୋଣ? ତଳ କୋଠରରେ ଲେଖ। କହିଲ ଦେଖି, ଏଇଟା କି ପ୍ରକାର କୋଣ ମନେ ପକାଇଲ? ହଁ, ଏଇଟା ହେଉଛି ଆମର ସମକୋଣ। ତେଣୁ ଏଇଟା କ'ଣ ଲେଖିବା? ସମକୋଣ। ସମକୋଣ। ତ এইটি কি প্রকার কোণ? সূক্ষ্ম কোণ। এটি লেখা সূক্ষ্ম কোণ। সূক্ষ্ম কোণ। সেইপরি এটা কি প্রকার কোণ? ইয়ে মধ্যে সূক্ষ্ম কোণ কি নাই পিলে? তেণু এটি মধ্যে সূক্ষ্ম কোণ লিখব। তো এইটা আমার 90 ডিগ্রিরু অধিক, তেণু এই কোণর পরিমাণ কেতে? সমকোণর অধিক হয়ে গলা না, 180 ডিগ্রিরু কম। তাহলে এটা কি প্রকার কোণ? স্থূল কোণ। কোণ? স্থূল কোণ। লেখি দিও এটি, স্থূল কোণ। তো এই কোণর পরিমাণ মধ্য 90 ডিগ্রিরু কম, তেণু সূক্ষ্ম কোণ। এই কোণর পরিমাণ 90 ডিগ্রিরু অধিক, 180 ডিগ্রি কম, তেণু স্থূল কোণ। এটা পিলে নিজে লেখিব এইগুড়াক হল। তো বর্তমান আমি দেখিবা তা পরবর্তী প্রশ্নটিকে। চাল বিভিন্ন দৈর্ঘ্যর কাঠি গুড়িয়ে নেই বিভিন্ন অর্থাৎ ভিন্ন ভিন্ন ত্রিভুজ তৈরি করে সেগুড়িকর চিত্র আঁকিবা ও সেথিরে কি কি প্রকার কোণ অছি তলক সারণীরে লেখিবা। এইটি পিলাମାନେ দেখো তিনোটি কাঠি নেই আমার গোটে ত্রিভুজ অঙ্কন করা যাইছি। তুমি সেইপরি নিজে ত্রিভুজ মধ্যে অঙ্কন করিপারিব, কাঠি নেইকিনা ত্রিভুজ বি করিপারিব, এমিতি বি করিপারিব। ଏମିତି ତୁମେ ତ୍ରିଭୁଜ ମଧ୍ୟ କରିପାରିବ, କିନ୍ତୁ ଆମେ ଦିଆସିଲି କାଠିରେ କରିବା ସହିତ ଖାତାରେ ମଧ୍ୟ ଏବଂ ବହିରେ ମଧ୍ୟ କରିବା। କେମିତି କରିବା? ସ୍କେଲ୍ ଆଉ ପେନସିଲ୍ ସାହାଯ୍ୟରେ ପିଲେ ସବୁବେଳେ ତ୍ରିଭୁଜ ଅଙ୍କନ କରିବ। ଏବେ ଦେଖ ସ୍କେଲ୍ ଓ ପେନସିଲ୍ ସାହାଯ୍ୟରେ ମୁଁ ତିନୋଟି ତ୍ରିଭୁଜ ଅଙ୍କନ କରିଦେଇଛି, ତୁମେ ନିଜେ ମଧ୍ୟ କରିବ। ତ ପିଲେ ପ୍ରଥମଟି ଦେଖ କରିଦିଆଯାଇଛି ତୁମ ପାଇଁ। ପ୍ରଥମ କୋଣ, ଦ୍ୱିତୀୟ କୋଣ, ତୃତୀୟ କୋଣ। ଏଇଠି ମଧ୍ୟ ପ୍ରଥମ କୋଣ, ଦ୍ୱିତୀୟ କୋଣ, ତୃତୀୟ କୋଣ, ପ୍ରଥମ, ଦ୍ୱିତୀୟ, ତୃତୀୟ ଏମିତି ଲେଖିବ ନିଜେ। ଏଇଠି ଦେଖିବ କେତୋଟି କୋଣ ଅଛି? ଏଇଠି ଲେଖିବ 3ଟି। କେତେଟି ଅଛି? 3ଟି କୋଣ ଅଛି। ଆଚ୍ଛା, ପ୍ରଥମ କୋଣଟି କି କୋଣ? 90 ডিগ্রিরু কম, সূক্ষ্ম কোণ। ইয়ে 90 ডিগ্রিরু অধিক, স্থূল কোণ। ইয়ে আমার 90 ডিগ্রিরু কম, তেণু আমার সূক্ষ্ম কোণ অটে। সেইপরি এই চিত্রটিকে ভালো ভাবে দেখ। ই প্রথম চিত্রটি 90 ডিগ্রিরু কম, তেণু কি কোণ? সূক্ষ্ম কোণ। এইটি আমার কোণ 90 ডিগ্রি সমকোণ। ইয়ে 90 ডিগ্রি কম, তেণু সূক্ষ্ম কোণ। এটা লিখিদেব তুমি। প্রথম কোণ সূক্ষ্ম কোণ, এটি লিখিদেব। দ্বিতীয় কোণ সমকোণ, তৃতীয় কোণ এটি লিখিদেব সূক্ষ্ম কোণ।
ସେହିପରି ଏଇଠିରେ କ'ଣ ଦେଖ ପିଲେ, ଇଏ ପ୍ରଥମ କୋଣ, ଦ୍ୱିତୀୟ କୋଣ, ତୃତୀୟ କୋଣ, ତିନୋଟି ଯାକ କୋଣ କି କୋଣ? ସୂକ୍ଷ୍ମ କୋଣ। ତେଣୁ ଏଠି ବି ସୂକ୍ଷ୍ମ କୋଣ, ସୂକ୍ଷ୍ମ କୋଣ, ସୂକ୍ଷ୍ମ କୋଣ ଲେଖିବ। ଏଇଠି ପ୍ରଥମ କୋଣ ଏଇଟାକୁ ନେବା, ପ୍ରଥମ କୋଣ ସୂକ୍ଷ୍ମ କୋଣ, ଦ୍ୱିତୀୟ କୋଣ ବି ସୂକ୍ଷ୍ମ କୋଣ ଏବଂ ତୃତୀୟ କୋଣ ସ୍ଥୂଳ କୋଣ। ଠିକ୍ ଅଛି ପିଲେ। ଏବେ ପିଲେ ଦେଖ ପରିବେଶରେ ବିଭିନ୍ନ ପ୍ରକାର କୋଣକୁ ଚିହ୍ନିବା। ଏଇଠି ଦେଖ ପିଲେ, ଏଇଠି କୋଣ ହେଇଛି, ଏଇଠି କୋଣ ହେଇଛି, ଏଇଠି କୋଣ ହେଇଛି, ଏଇ ସବୁଠି ଦେଖ ଆମର କୋଣ ରହିଛି, ଆମର ସମକୋଣ ରହିଛି। ତ ପିଲାଟି ଯେଉଁ ଛିଡ଼ା ହେଇଛି ମଧ୍ୟ ଇଏ କୋଣ ହେଇଛି, ଏଇଠି ମଧ୍ୟ କୋଣ ସୃଷ୍ଟି ହେଇଛି, ଏଇଠି ମଧ୍ୟ କୋଣ ସୃଷ୍ଟି ହୋଇଛି, ଏଇଠି ମଧ୍ୟ କୋଣ ସୃଷ୍ଟି ହେଇଛି, ଏଇଠି ମଧ୍ୟ କୋଣ। ଏଇଠି ପିଲେ ଦେଖ ଇଏ ମଧ୍ୟ ଗୋଟେ କୋଣ, ଇଏ ମଧ୍ୟ ଗୋଟେ କୋଣ। ବିଭିନ୍ନ ସ୍ଥାନରେ ଆମର କୋଣ ସୃଷ୍ଟି ହେଇଛି, ତୁମେ ନିଜେ ଆକୁ ଦେଖିବ। ଠିକ୍ ଅଛି। ଏବେ ପିଲେ ଦେଖ ଛବିରୁ ଚିତ୍ର ଦିଆଯାଇଥିବା କୋଣ ଦେଖି ତଳ ଖାଲି କୋଠରୀ ପୂରଣ କର। ତ ପିଲେ ଛବି ଦେଖ ଦେଇଛି, ଏଇଠି ଗୋଟେ ଟ୍ରାଫିକ୍ ପୋଲିସର ଚିତ୍ର ଦେଇଛି, ଏଇଠି ଯେଉଁ କୋଣଟା ଦେଖ ପିଲେ ଦେଇଛି, ଏଇ କୋଣଟି ହେଲା ଆମର କି ପ୍ରକାର କୋଣ? ସମକୋଣ। ତେଣୁ ଏଇଠି ଆମର କେତୋଟି ସମକୋଣ ଅଛି? ଗୋଟିଏ ସମକୋଣ ଅଛି, ଏଇଠି 1 ଲେଖିଦେବ। ଏଇ ଗୋଡ଼ ଦୁଇଟି ମଧ୍ୟରେ କି କୋଣ ଅଛି? ସୂକ୍ଷ୍ମ କୋଣ ଅଛି, ତେଣୁ ସୂକ୍ଷ୍ମ କୋଣ 1 ଲେଖିଦେବ। ସ୍ଥୂଳ କୋଣ ନାହିଁ, 0 ଲେଖିଲେ ଚଳିବ, ନ ଲେଖିଲେ ମଧ୍ୟ ଏଠି କିଛି ଚଳିବ। এই କଇଁଚିରେ ଦେଖ ଏଇଠି ଗୋଟେ କୋଣ ଅଛି, ଇଏ କି କୋଣ? ସୂକ୍ଷ୍ମ କୋଣ। ଇଏ କି କୋଣ? ସ୍ଥୂଳ କୋଣ। ଇଏ କି କୋଣ? ସ୍ଥୂଳ କୋଣ। ତେଣୁ ସ୍ଥୂଳ କୋଣ ହେଲା 2ଟି, ସୂକ୍ଷ୍ମ କୋଣ ଗୋଟିଏ। ତେଣୁ ସୂକ୍ଷ୍ମ କୋଣ ଗୋଟିଏ ଲେଖିବ ଏବଂ ସ୍ଥୂଳ କୋଣ 2ଟି ଲେଖିବ। ସମକୋଣ କିଛି ନାହିଁ, 0 ଲେଖିଦେବା। ସେପରି କୁମ୍ଭୀରର ପାଟି ଦେଖ, ଏଠି କି କୋଣ? ସୂକ୍ଷ୍ମ କୋଣ। ସୂକ୍ଷ୍ମ କୋଣ ଗୋଟିଏ, ଇଏ 0 ଲେଖିଦେବ। ସେପରି ବଗର ଥଣ୍ଟ ମଧ୍ୟରେ କି କୋଣ ହେଇଛି? ସୂକ୍ଷ୍ମ କୋଣ, 90 ଡିଗ୍ରୀରୁ କମ୍ ଅଛି, ତେଣୁ ସୂକ୍ଷ୍ମ କୋଣ ଗୋଟିଏ, ଆଉ ଇଏ 0। এইটি দেখো পিলে, ଏଇଠି ପିଲାଟି ଯେଉଁ ଛିଡ଼ା ହେଇଛି, ଏଇଠି ଗୋଟେ କୋଣ ହେଇଛି, ଏଇଠି ଗୋଟେ କୋଣ ହେଇଛି, ଏଇଠି ଗୋଟେ କୋଣ, ଏଇଠି ଗୋଟେ କୋଣ, ଏଇଠି ଗୋଟେ କୋଣ। ଏ ସବୁତକ କୋଣକୁ ନିଜେ ଗଣିବ ଏବଂ ଏଇଠି ନିଜେ ପୂରଣ କରିବ। ଏଇଠି ମଧ୍ୟ ନିଜେ କରିବ। ଏବେ ଆମେ ନାମରେ କୋଣ ଅର୍ଥାତ୍ ABCD ଯେଉଁ ଆମର ବଡ଼ ଅକ୍ଷର ରହିଛି, କେଉଁଠି କେଉଁ ପ୍ରକାରର କୋଣ ଅଛି ତାକୁ ଆମେ ଟିକେ ଶିଖିବା। ଠିକ୍ ଅଛି ପିଲେ। এইটি পিলে গোটে দেখ মু চিত্র করেদেছি ইংরাজী অক্ষর এ। এটি বড় আকারে কলে তুমি জাঁপার। দেখ পিলে এই যে চিত্রটি দেখ, এইটি কোণটি সৃষ্টি হয়েছে, এটা 90 ডিগ্রি অধিক অছি না? এই কোণটি 90 ডিগ্রি অধিক থাকার এইটা আমার হল স্থূল কোণ। কি কোণ পিলে? স্থূল কোণ। সেপরি এই কোণটি দেখ 90 ডিগ্রি অধিক অছি না? তেণু এই কোণটি আমার কোণ হল 90 ডিগ্রি অধিক। সমকোণর অধিক মানে ইয়ে মধ্য স্থূল কোণ। সেইপরি এই কোণটা দেখ, এই কোণটা 90 ডিগ্রি কম, তেণু এটা কি কোণ? সূক্ষ্ম কোণ। এই কোণটা মধ্য 90 ডিগ্রি কম, ইয়ে মধ্য সূক্ষ্ম কোণ। এই কোণটা মধ্য 90 ডিগ্রি কম, তেণু ইয়ে মধ্য সূক্ষ্ম কোণ। এবে কহিল ইংরাজী অক্ষর এ রে কেতোটি সূক্ষ্ম কোণ ଅଛି? ହଁ 1 2 ଆଉ 3ଟି ସୂକ୍ଷ୍ମ କୋଣ ଅଛି। ଇଂରାଜୀ ଅକ୍ଷର ଏ ରେ କେତୋଟି ସ୍ଥୂଳ କୋଣ ଅଛି? 1 ଆଉ 2, 2ଟି ସ୍ଥୂଳ କୋଣ ଅଛି। ସ୍ଥୂଳ କୋଣ 2ଟି, ସୂକ୍ଷ୍ମ କୋଣ 3ଟି। ସେହିପରି ଦେଖ ପିଲେ ଏଚ୍ ଅକ୍ଷରେ ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ। ମୋଟ କେତୋଟି ସମକୋଣ ଅଛି? 4ଟି ସମକୋଣ। ଇ ଅକ୍ଷରରେ ଦେଖ ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ, ଏଇଠି ଗୋଟେ ସମକୋଣ। ମୋଟ 4ଟି ସମକୋଣ ଅଛି। ଏନ୍ ଅକ୍ଷରରେ ଦେଖ ଏଇଠି ଗୋଟେ ସୂକ୍ଷ୍ମ କୋଣ ଅଛି, ଏଇଠି ଗୋଟେ ସୂକ୍ଷ୍ମ କୋଣ ଅଛି। ମୋଟ 2ଟି ସୂକ୍ଷ୍ମ କୋଣ ଅଛି। ଏଇଥିରେ ତ ଆମେ ଶିଖିଥିଲେ ବର୍ତ୍ତମାନ। ପିଲାମାନେ ଦେଖ ମୁଁ ଯେମିତି ଗାର ଟାଣି ଗୋଟେ ଫର୍ମାଟ୍ ବନେଇ ଦେଇଛି, ସେହିପରି ଗୋଟେ ଫର୍ମାଟ୍ ନିଜେ ତୁମ ଖାତାରେ ବନେଇବ ଏବଂ ତୁମେ ଏ ଠାରୁ ଜେଡ୍ ପର୍ଯ୍ୟନ୍ତ ସବୁଗୁଡ଼ିକ ଏଠି ଲେଖିବ। ଯେମିତି ଦେଖ ଅକ୍ଷର ନାମ ଏ ଲେଖିଲେ, କୋଣର ସଂଖ୍ୟା ଲେଖିବା, ସୂକ୍ଷ୍ମ କୋଣ କେତୋଟି, ସ୍ଥୂଳ କୋଣ କେତୋଟି, ସମକୋଣ କେତୋଟି, ସ୍ଥୂଳ କୋଣ କେତୋଟି ଲେଖିବା। ଆମେ ଏବେ ପଢ଼ିଥିଲେ ଏ ଅକ୍ଷରରେ ମୋଟ କେତୋଟି କୋଣ ଅଛି? ଲେଖିବ 5ଟି। ସୂକ୍ଷ୍ମ କୋଣ କେତୋଟି ଅଛି? 3ଟି। ସମକୋଣ କେତୋଟି ଅଛି? 0। ସ୍ଥୂଳ କୋଣ ଅଛି ଆମର 2ଟି। ସେହିପରି ବି ଅକ୍ଷରରେ ଦେଖ ପିଲେ ସୂକ୍ଷ୍ମ କୋଣ, ସ୍ଥୂଳ କୋଣ, ସମକୋଣ କିଛି କୋଣ ଏଠି ନାହିଁ, ତେଣୁ ଆମେ ଏଠି କିଛି ଲେଖିବା ନାହିଁ। 0 0 0 0 ପକାଇଦେବା। ସେହିପରି ସି ଲେଖିବ, ଡି ଲେଖିବ, ସବୁ ଗାର ଟାଣିକି ନିଜେ ଲେଖିବ। ଠିକ୍ ଅଛି ପିଲାମାନେ। এই ବିଷୟର ଅବଶିଷ୍ଟ ପାଠ ଗୁଡ଼ିକୁ ଆମେ ପରବର୍ତ୍ତୀ ଭିଡ଼ିଓରେ ପଢ଼ିବା, ନଚେତ୍ ଭିଡ଼ିଓଟି ବହୁତ ଲମ୍ବା ହେଇଯିବ। ଠିକ୍ ଅଛି। Please like the video and subscribe the channel. Thank you.